ସାର୍ ଆଜି ଯୋଉ ଟେଣ୍ଡର ଫିକ୍ସିଂ ହେଲା ହୁଁ ତାପରେ ଏଫଆଇଆର ଦିଆ ହେଇଛି କି କୋଦାଳ ଥାନାରେ? କିଏ କହିଲା ଆପଣଙ୍କୁ ଏଫଆଇଆର କଥା? ନାଇଁ ଏଫଆଇଆର ଦିଆ ହେଇଛି କି? ଏଇ ଯୋଉ ଆମର ଆପଣ ଅଫିସ ରେ ବାହାରେ ଯୋଉ ଗୁଣ୍ଡା ମାନେ ଇଏ କଲେ ଏଫଆଇଆର ଦିଆ ହେଇଛି କି? କୌଣସି ଏଫଆଇଆର କିଛି ଦିଆ ହয়ନି। ମୁଁ ବାହାରେ ଅଛି, କାଲି ଆପଣଙ୍କ ସହିତ ଆଲୋଚନା କରିବି। ନାଇଁ ନାଇଁ ଏଇଟା କେମିତି ହବ? ଆଜି ଟେଣ୍ଡର ପଡିପାରିଲାନି, ଏଇଟା କଣ କ୍ୟାନସଲ ହବ ନା ଆଉ ଥରେ ରିଟେଣ୍ଡର ହବ? କାଲି ବସିକି କମିଟି ବସିକି ଯାହା ଡିସିସନ ନବ। କମିଟି ହେଲେ ଟେଣ୍ଡର କମିଟି ଟେଣ୍ଡର କମିଟି କିଏ କିଏ ଅଛନ୍ତି? ଏମି ସାର୍ ଅଛନ୍ତି, ଚେୟାରମ୍ୟାନ ସାର୍, ମୁଖ୍ୟ ଏକ୍ଜିକ୍ୟୁଟିଭ ଅଫିସର, ଆକାଉଣ୍ଟାଣ୍ଟ, ଜେଇ। ହୁଁ ହୁଁ। କମିଟି ବସିକି କେତେବେଳକୁ ଯାହା ଡିସିସନ ନବ। କିଛି ଚିଠି ହେଇଛି କି ସାର୍? କାଲି ବସି କେତେବେଳେ ହେଇନି, ବସିବ କମିଟି? ହବ କାଲି ଏମି ସାର୍ ଆସିଲା ପରେ ତା ଉପରେ ଡିସିସନ ନିଆଯିବ। ହେଲେ କାଲି ଏମି ସାର୍ ଆସିଲା ପରେ ଚିଠି ହବ, ପରଦିନ ହୁଁ ବସିକି ଅପରଦିନ ବସିବେ? ହୁଁ। ଆଚ୍ଛା ଠିକ। ନମସ୍କାର, କୁହନ୍ତୁ। ସାର୍ ଅଫିସ ଆସିନାହାନ୍ତି? ସେ ଟେଣ୍ଡର ଅଛି ପରା ଆଜି? ଅଛି ଆଜି ଜେଇ ରିଲିଭ୍ ଅଛି, ଦୁନିଆ ଜିନିଷ ଅଛି, ବ୍ୟସ୍ତ ହୁଅନ୍ତୁନି, ଆପଣ ଅପେକ୍ଷା କରନ୍ତୁ। 10ଟାରୁ 11ଟା ସାର୍ ଅଛି ଯୋଉ ପକେଇବା ପାଇଁ। ପକେଇବା ପାଇଁ ପକଉନାହାନ୍ତି, ଆପଣଙ୍କୁ କିଏ ମନା କଲା ପକେଇବା ପାଇଁ? କାଇଁ କୋଉଠି ବକ୍ସ ଅଛି କଣ ଅଛି କି ଜାଣିଛି କି? କିଛି ତ ନାହିଁ ଏଇଠି। ବକ୍ସ କଣ ସିଲ୍ ହେଇକି ଅଛି ବୋଲି ଯୋଉ ସର୍ଟ ଟେଣ୍ଡର କଣ ସିଲ୍ ହେଇକି ଅଛି, ଖୋଲା ହେଇ ମାନେ ସେଇଟା ମଧ୍ୟ ଖୋଲା ହେଇନି। ଏଇଟା ଆଜିର କୋଉ ଟେଣ୍ଡରଟା ଅଛି ପକେଇବା ପାଇଁ 10ଟା 11ଟା? ସାର୍ 11ଟା ଟେଣ୍ଡର ଅଛି ସାର୍। ଏଇ ଯୋଉ ବଡ ଟେଣ୍ଡରଟା, ଏଇ ହଁ ଟେଣ୍ଡରଟା? ହଁ ସାର୍। ଆଚ୍ଛା, ହଉ ରୁହନ୍ତୁ, ମୁଁ ଜେଇ ସହିତ କଥା ହଉଛି। ଆଜ୍ଞା ସାର୍, ରଖିଲି ସାର୍। ହୁଁ।